କିନ୍ତୁ ମନରେ ସବୁବେଳେ ଗୋଟେ ଗିଲ୍ଟି ଫିଲ୍ ହଉଥିଲା ଯେ ଗୋଟେ ନିରୀହ ନିର୍ଦ୍ଦୋଷ ଲୋକଟା କିଛି ନ କରିବି ଜେଲ୍ ଦଣ୍ଡ ଭୋଗୁଛି। ଇଭେନ୍ ମୁଁ ଏତେ ଡିପ୍ରେସ୍ ହେଇଗଲି ଯେ ଲୋକମାନେ ଭାବିଲେ ଏଇଟା ଗୋଟେ ପାଗଳ। କିନ୍ତୁ ଜାଣିଛନ୍ତି ଆପଣଙ୍କ ଗର୍ଲଫ୍ରେଣ୍ଡ ମାନେ ମୀରା ମ୍ୟାଡ଼ାମ ମୋତେ ପର୍ସନାଲି ରିକ୍ୱେଷ୍ଟ କହିଲେ ସାର୍ ପ୍ଲିଜ୍ ସାର୍ ମୋ ଅମନକୁ ବଞ୍ଚାନ୍ତୁ, ସେ କିଛି ଭୁଲ କରିନି। ବୁଝିପାରିଲେ, ବହୁତ ଜଲ୍ଦି ବୁଝିପାରିଲେ। ଆପଣଙ୍କ ପାଇଁ ଗୋଟେ ସରପ୍ରାଇଜ ଅଛି। ମ୍ୟାଡ଼ାମ ମ୍ୟାଡ଼ାମ ତମେ ତମକୁ ତ ସେଦିନ କୋଉ ଭୁଲ ପାଇଁ ମୁଁ ଜେଲରେ ଦଣ୍ଡ ପାଉଛି? ହଁ କହୁନ, କହ। ଚୁପ ହେଲୁ କାହିଁକି? କହ। ସେଦିନ ବାଥଟବରେ ମତେ ବୁଡ଼ିକି ମାରି ଦେଇଥିଲୁ ବୋଲି କଣ ଡର ଲାଗୁଛି? କଣ ପାଇଁ ତମେ ମୋ ସାଙ୍ଗରେ ଏସବୁ କରୁଛ? ମୁଁ ତୁମ ଜୀବନରେ ବହୁତ ଖୁସିରେ ଥିଲି, ତମେ ଏସବୁ ଆରମ୍ଭ କରିଛ। ସେଦିନ ରାତିରେ ଯଦି ତମେ ମୋ ସାଙ୍ଗରେ ସେସବୁ କରିନଥାନ୍ତ, ମୁଁ ମୋ ଜୀବନରେ ବହୁତ ଖୁସିରେ ଥିଲି। ଆରେ ମୁଁ ଆରମ୍ଭ କରିନି, ତୁ ଆରମ୍ଭ କରିଛୁ। ଆଉ ଶେଷ ମୁଁ କରିଦେଇଛି। ତୁ ଭୋଗିବୁ, ନିଶ୍ଚୟ ଭୋଗିବୁ।